ଜୟ ଜଗନ୍ନାଥ। ଆଜିର ଭିଡ଼ିଓରେ କମ୍ ହସ୍ତରେଖାରୁ ମହିଳା ଓ ପୁରୁଷମାନଙ୍କର ଲକ୍ଷଣ ଜାଣନ୍ତୁ। ଏଥିରେ ଉଭୟ ମହିଳା ଏବଂ ପୁରୁଷମାନଙ୍କର ଲକ୍ଷଣ ସମ୍ବନ୍ଧରେ ଦିଆଯାଇଛି। ସାଧାରଣତଃ ମହିଳାମାନଙ୍କର ବାମ ହାତର ଚକି ଆଙ୍ଗୁଠି ସମ୍ବନ୍ଧରେ ଦିଆଯାଇଛି ଏବଂ ପୁରୁଷମାନଙ୍କର ଡାହାଣ ହାତ ଚକି ଏବଂ ଆଙ୍ଗୁଠି ସମ୍ବନ୍ଧରେ ଦିଆଯାଇଛି। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। 1 ନମ୍ବର ରହିଛି, ଯେଉଁ ବ୍ୟକ୍ତିମାନଙ୍କର ହାତରେ ମତ୍ସ୍ୟରେଖା ଥାଏ ସେ ଶତ ଗୁଣରେ ମାନେ 100 ଗୁଣରେ, ମକର ରେଖା ଥିଲେ ସହସ୍ର ଗୁଣରେ, 1000 ଗୁଣରେ, ପଦ୍ମ ଚିହ୍ନ ଥିଲେ କୋଟି ଗୁଣରେ ଏବଂ ଶଙ୍ଖ ଚିହ୍ନ ଥିଲେ ସହସ୍ର କୋଟି ଗୁଣରେ ସୁଖ ଅନୁଭବ କରନ୍ତି। ଯେଉଁମାନଙ୍କର ହାତରେ ଏସବୁ ଚିହ୍ନ ଥିବ, ମତ୍ସ୍ୟ, ମାଛ ଚିହ୍ନ, ମକର ଚିହ୍ନ, ପଦ୍ମ ଚିହ୍ନ, ଶଙ୍ଖ ଚିହ୍ନ ଥିବ, ସେ ବହୁତ ସୁଖ ଅନୁଭବ କରନ୍ତି। 2 ନମ୍ବର, ଯେଉଁ ବ୍ୟକ୍ତିମାନଙ୍କର, ଏଠି ବ୍ୟକ୍ତିମାନଙ୍କର ଦିଆହେଇଛି ଉଭୟ ମହିଳା ଏବଂ ପୁରୁଷଙ୍କୁ ବୁଝେଇବ। ହାତର 5ଟି ଆଙ୍ଗୁଳି ମଧ୍ୟରୁ ବୁଢ଼ା ଆଙ୍ଗୁଳି ଭିନ୍ନ, ବୁଢ଼ା ଆଙ୍ଗୁଳିକୁ ଛାଡ଼ି ଅନ୍ୟ 4ଟି ଆଙ୍ଗୁଳିରେ 3 ଗୋଟି ରେଖା ଏବଂ ତାହା ଭିନ୍ନ ଭିନ୍ନ ପ୍ରକାର ଗଣନା କଲେ ଯଦି 12 ହୁଏ, ତେବେ ସେ ମହା ସୁଖୀ ଏବଂ ଧନୀ ହୋଇଥାଏ। ବୁଢ଼ା ଆଙ୍ଗୁଳି ଛାଡ଼ି ଆଉ 4ଟା ଆଙ୍ଗୁଳିରେ ଦେଖନ୍ତୁ ଦର୍ଶକ ବନ୍ଧୁ, ବଡ଼ ବଡ଼ ରେଖା ସବୁ ରହିଛି, ବଡ଼ ବଡ଼ ରେଖା ରହିଛି, ତାକୁ ନିଜେ ଗଣିଦେବେ। ଯଦି ବୁଢ଼ା ଆଙ୍ଗୁଳି ବ୍ୟତୀତ ଅନ୍ୟ 4ଟାରେ 12 ହେଲା, ତେବେ ସେ ମହା ସୁଖୀ ଏବଂ ଧନୀ ହୋଇଥାନ୍ତି। 3 ନମ୍ବର, ଯେଉଁ ବ୍ୟକ୍ତିମାନଙ୍କର ହାତର 5 ଆଙ୍ଗୁଳିର ରେଖା ଗୁଡ଼ିକୁ ଗଣନା କଲେ ଯଦି 13 ହୁଏ, ତେବେ ସେ ବ୍ୟକ୍ତି ଦୁଃଖ ଓ ରୋଗ ଭୋଗ କରେ। 5ଟା ଯାକ ଆଙ୍ଗୁଳିର ଏଇ ବଡ଼ ବଡ଼ ରେଖା ସବୁ ରହିଛି, ପ୍ରତ୍ୟେକ ଆଙ୍ଗୁଳିରେ ରେଖା ରହିଛି, ବଡ଼ ବଡ଼ ରେଖା, ତାକୁ ଗଣିବେ। ଯଦି 13 ହେଲା, ତାହେଲେ ଦୁଃଖ ଏବଂ ରୋଗ ଭୋଗ କରିବେ। 4 ନମ୍ବର, ଯେଉଁ ବ୍ୟକ୍ତିମାନଙ୍କର ହାତର 5 ଆଙ୍ଗୁଳିର ରେଖା ଗୁଡ଼ିକୁ ଗଣନା କଲେ 15 ହେଲେ, ସେ ବ୍ୟକ୍ତି ଚୋର ହେବାର ଲକ୍ଷଣ ହୋଇଥାଏ। ସାଧାରଣତଃ କହନ୍ତି ସେ ଚୋରଟା, ତାର ତ ଆଗରୁ ରହିଛି ଚୋରର ଲକ୍ଷଣ, ତେଣୁ ସେ ଚୋରି କରିବ। ଯଦି 15 ହେଲା, ତେବେ ସେ ଚୋରର ଲକ୍ଷଣ। 5 ନମ୍ବର, ଯେଉଁ ବ୍ୟକ୍ତିମାନଙ୍କର ହାତର 5 ଆଙ୍ଗୁଳିର ରେଖା ଗୁଡ଼ିକୁ ଗଣନା କଲେ 16 ହେଲେ, ସେ ବ୍ୟକ୍ତି ଠକ ହେବାର ଲକ୍ଷଣ ହୋଇଥାଏ। ଯଦି 16 ହେଲା, ତାହେଲେ ସେ ଠକ, ସେ ବହୁତ ଠକୁଥିବ। 6 ନମ୍ବର, ଯେଉଁ ବ୍ୟକ୍ତିମାନଙ୍କର ହାତର 5 ଆଙ୍ଗୁଳିର ରେଖା ଗୁଡ଼ିକୁ ଗଣନା କଲେ 17 ହେଲେ, ସେ ବ୍ୟକ୍ତି ପାପୀ ହେବାର ଲକ୍ଷଣ ହୋଇଥାଏ। 17ରେ ପାପୀ, ଏଇଟା ଦର୍ଶକ ବନ୍ଧୁ ଆପଣମାନେ ନିଜେ ନିଜେ ହିଁ ଗଣିପାରିବେ। 7 ନମ୍ବର, ଯେଉଁ ବ୍ୟକ୍ତିମାନଙ୍କର ହାତର 5 ଆଙ୍ଗୁଳିର ରେଖା ଗୁଡ଼ିକୁ ଗଣନା କଲେ 18 ହେଲେ, ସେ ବ୍ୟକ୍ତି ଅତିଶୟ ଧାର୍ମିକ ଓ ଭାଗ୍ୟବାନ ହେବାର ଲକ୍ଷଣ ହୋଇଥାଏ। 18 ହେଲେ ଅତିଶୟ ଧାର୍ମିକ ଓ ଭାଗ୍ୟବାନ। 8 ନମ୍ବର, ଯେଉଁ ବ୍ୟକ୍ତିମାନଙ୍କର ହାତର 5 ଆଙ୍ଗୁଳିର ରେଖା ଗୁଡ଼ିକୁ ଗଣନା କଲେ 19 ହେଲେ, ସେ ବ୍ୟକ୍ତି ବହୁ ମାନ୍ୟଗଣ୍ୟ ହେବାର ଲକ୍ଷଣ ହୋଇଥାଏ ଏବଂ ସେ ବ୍ୟକ୍ତି ସରକାରୀ ଚାକିରି କରିବାର ଲକ୍ଷଣ ବୋଲି ଜାଣିବେ। ସେ ବ୍ୟକ୍ତିଙ୍କୁ ସମସ୍ତେ ଆଦର କରନ୍ତି। ଯଦି 19 ହେଲା, ତାହେଲେ ତାଙ୍କର ସରକାରୀ ଚାକିରିର ଲକ୍ଷଣ ରହିଛି, ସେ ସରକାରୀ ଚାକିରି କରିପାରିବେ ଏବଂ ସମସ୍ତେ ତାଙ୍କୁ ଆଦର ମଧ୍ୟ କରନ୍ତି। 9 ନମ୍ବର, ଯେଉଁ ବ୍ୟକ୍ତିମାନଙ୍କର ହାତର 5 ଆଙ୍ଗୁଳିର ରେଖା ଗୁଡ଼ିକର ଗଣନା 20 ହେଲେ, ସେମାନେ ତପସ୍ୱୀ ଏବଂ ଧର୍ମପରାୟଣ ହୋଇଥାନ୍ତି। 10 ନମ୍ବର, ଯେଉଁ ବ୍ୟକ୍ତିମାନଙ୍କର ହାତର 5ଟି ଆଙ୍ଗୁଳିର
ରେଖା ଗୁଡ଼ିକର ଗଣନା 21 ହେଲେ ସେମାନେ ମହାତ୍ମା ପଦବାଚ୍ୟ ହୋଇଥାନ୍ତି। 21 ହେଲେ ମହାତ୍ମା ପଦବାଚ୍ୟ, ମାନେ ବହୁତ ମାନ୍ୟଗଣ୍ୟ ଲୋକ ଏବଂ ସମସ୍ତେ ତାଙ୍କୁ ଆଦର କରନ୍ତି, ସମସ୍ତେ ତାଙ୍କ କଥା ମାନନ୍ତି ଏବଂ ସେ ସବୁଥିରେ ମଧ୍ୟ ଆଗୁଆ ହୋଇଥାନ୍ତି ଯଦି 21 ହେଲା। 11 ନମ୍ବର, କୌଣସି ମହିଳା ବା ପୁରୁଷର ହାତରେ ଶକ୍ତି ବା ବର୍ଚ୍ଛା ଚିହ୍ନ ଥିଲେ, ଗୋଜିଆ ଚିହ୍ନଟେ ଥିବ, ଲମ୍ବାଟେ ଥିବ, କିମ୍ବା ଖଡ଼ଗ, ଖଣ୍ଡା ବା ତୀର ଚିହ୍ନ ଦେଖାଯାଏ, ତାହାର ଭାଗ୍ୟରେ ରାଜ୍ୟ ଲାଭ ଘଟେ। ଉକ୍ତ ଚିହ୍ନ ତିନୋଟିରୁ ଦୁଇଟି ଚିହ୍ନ ଥିଲେ ରାଜାଙ୍କ ପରି ଐଶ୍ୱର୍ଯ୍ୟ ଭୋଗ କରେ। ଯଦି ଗୋଟିଏ ଚିହ୍ନ ଥାଏ ତାହେଲେ ସେ ସମ୍ପତ୍ତିଶାଳୀ ହୋଇଥାଏ, ଅତ୍ୟନ୍ତ ଧନୀ ହୋଇଥାଏ। 12 ନମ୍ବର, ଯଦି କୌଣସି ମହିଳା ଓ ପୁରୁଷମାନଙ୍କର ହାତରେ ଯଦି ରଥ, ଚକ୍ର ବା ଧ୍ୱଜର ଚିହ୍ନ ଥାଏ ତାହେଲେ ସେ ବ୍ୟକ୍ତି ବୁଦ୍ଧିମାନ, ସୁଖୀ, ଧନୀ, ମାନି, ଜ୍ଞାନୀ ହୋଇ ସଦାନନ୍ଦରେ କାଳଯାପନ କରିଥାନ୍ତି। ସବୁବେଳେ ଆନନ୍ଦରେ ତାଙ୍କର ସମୟଟା ଅତିବାହିତ ହୋଇଥାଏ। ଏ ମହିଳା ପୁରୁଷ ଉଭୟଙ୍କର ଲକ୍ଷଣ ସମ୍ବନ୍ଧରେ କିଛି ଟିପ୍ସ ରହିଛି। ଆକୁ ନିଜେ ବି ମଧ୍ୟ ଜାଣିପାରିବେ, ଚିହ୍ନିପାରିବେ ଏବଂ କାହାର କେଉଁ ଲକ୍ଷଣ ନିଜେ ହିଁ ଜାଣିପାରିବେ। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ପରବର୍ତ୍ତୀ ସମୟରେ ଏଭଳି ଆଉ ଭିଡ଼ିଓ ମଧ୍ୟ ଅପଲୋଡ଼ କରାଯିବ। ଏତିକିରେ ରହିଲି। ଥ୍ୟାଙ୍କ ୟୁ।